ଶ୍ରୀମଦ୍ଭାଗବତ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ। ଶ୍ରୀମଦ୍ଭାଗବତ ଗ୍ରନ୍ଥସାର ଉଦ୍ଦେଶ୍ୟ ଲକ୍ଷଣ ତାହାର ଦ୍ୱିତୀୟ ସ୍କନ୍ଧେ ବର୍ଣ୍ଣିତ। ଦଶ ଅଧ୍ୟାୟରେ ସମାପତ। ତା ମଧ୍ୟରେ ପ୍ରଥମ ଅଧ୍ୟାୟରେ କୀର୍ତ୍ତନ ଶ୍ରବଣାଦି ଦ୍ୱାରେ ସ୍ଥୂଳ ବିରାଟ ରୂପେ ମନ ଧାରଣା ହୋଇଛି ବର୍ଣ୍ଣନ। ହରିଚରଣ ଚିନ୍ତି ଧ୍ୟାନେ କୋମଳ ଗଭୀର ବଚନେ ରମ ପୁଲକ ନିଜ ଦେହି ସୁକ କହନ୍ତି ରାଜା ଚାହିଁ। ଶ୍ରୀ ଶୁକ ଉବାଚ ହେ ପରୀକ୍ଷିତ ନୃପବର ଗରିଷ୍ଠ ପ୍ରଶ୍ନ ଏ ତୋହର ପଚାରୁ ଜୀବ ଲୋକ ହିତେ ଯେ ପ୍ରଶ୍ନ ଅଛି ତୋର ଚିତେ। ଏ ଆତ୍ମଜ୍ଞାନୀଙ୍କର ସାର ଏଥେ ସଂସାର ଉପକାର ଶ୍ରୋତବ୍ୟ ପ୍ରଶ୍ନ ଅଛି ଯେତେ ଆଗମ ନିଗମ ଉକତେ। ସହସ୍ର ସହସ୍ର ପ୍ରକାରେ ପ୍ରଶ୍ନ ଯେ ଅଛି ଏ ସଂସାରେ ସଂସାର କରିବାର ଆସେ ଯେତେ ଅଛନ୍ତି ଗୃହବାସେ। ଇନ୍ଦ୍ରିୟ ବସେ ଗୃହେ ଥାଇ ଆତ୍ମାର ହିତେ ଜ୍ଞାନ ନାହିଁ। ଆୟୁଷ କ୍ଷୟ ନ ଜାଣନ୍ତି ବିଷୟ ଅର୍ଥ ନିତ୍ୟେ ଚିନ୍ତି। ନିଶାହରଇ ଅର୍ଦ୍ଧବେଳ ନିଦ୍ରା ବା ବଧୂ ସଙ୍ଗମେଳ ଦିବସେ ଅର୍ଥ ଚିନ୍ତା କୂଳ କୁଟୁମ୍ବ ପୋଷଣେ ବିକଳ। ଅର୍ଦ୍ଧ ଆୟୁଷ ଏଣେ ନାଶ ନିରତେ ସୁଖ ଦୁଃଖେ ପ୍ରାସ। ସୁତ କଳତ୍ର ଦେହ ପାଇ ଆନନ୍ଦେ ତାଙ୍କ ମଧ୍ୟେ ଥାଇ। ବିଷ୍ଣୁର ମାୟା ସତ୍ୟ ଚିନ୍ତି ନିକଟେ ମୃତ୍ୟୁ ନ ଦେଖନ୍ତି। ମରଣ ଦେଖୁଥାଇ ଡୋଳେ ଅଜ୍ଞାନେ ଭ୍ରମେ ସୁଖ ଭୋଳେ। ଏଣୁ ସଂସାର ପ୍ରାଣୀଙ୍କର ଆତ୍ମାର ଗତି ଅଗୋଚର। ଏଣୁ ସଂସାର ଭାବ ତେଜି ଆତ୍ମାର ଗତି ଚିତେ ହେଜି। ଯେ ହରି ସର୍ବ ଘଟେ ପୁରେ ନିର୍ଲେପ ବାହ୍ୟ ଅଭ୍ୟନ୍ତରେ ତାର ମହିମା ଶୁଣି କନେ ନାମକୁ ଉଚ୍ଚାରିବ ଦନେ। ସ୍ମରଣ କର ହୃଦଗତେ ଯେବେ ଅଭୟ ଇଚ୍ଛା ଚିତେ। ଏକଥା ସାଂଖ୍ୟ ଯୋଗେ ଜାଣି ସ୍ୱଧର୍ମ ନିଷ୍ଠା ପରିମାଣି। ଜନ୍ମର ଲାଭ ଏ ପ୍ରମାଣ ଅନ୍ତେ ସ୍ମରଣ ନାରାୟଣ। ପୂର୍ବେ ନିର୍ମଳ ମୁନି ଯେତେ ତତ୍ତ୍ୱ ବିଚାରି ବେଦ ମତେ। ବିଧି ନିଷେଧ ଦୂର କରି ବିଷ୍ଣୁର ଭାବ ହୃଦେ ଧରି। ବିଷ୍ଣୁର ଗୁଣ ଅନୁକ୍ଷଣେ ଗୁଣନ୍ତି ଶୁଣନ୍ତି ଶ୍ରବଣେ। ଏ ଭାଗବତ ଧର୍ମବାଣୀ ବ୍ରହ୍ମ ସମାନେ ପରିମାଣି। ଦ୍ୱାପର ଯୁଗ ଅନ୍ତ କାଳେ ମୁଁ ଯେ ଅନେକ ଶିଷ୍ୟ ମେଳେ। ମୋର ଜନକ ବ୍ୟାସ ମୁନି ମୁହିଁ ତାହାଙ୍କ ଶିକ୍ଷା ଘେନି। ନିର୍ଗୁଣ ମାର୍ଗେ ମୋର ଚିତ୍ତ ବିଷ୍ଣୁର ଭାବ ହେଲା ଜାତ। ନିଶ୍ଚଳ ଯୋଗେ ମନ ଥୋଇ ଯେବା ଅଭ୍ୟାସ କଲି ମୁହିଁ। କହିବି ତୋର ଆଗେ ତାହା ଶୁଣ ରାଜନ ପୁଣ୍ୟ ଦେହା। ଏ ଭାଗବତ ବାଣୀ କର୍ଣ୍ଣେ ଯେ ଶୁଣେ ଶ୍ରଦ୍ଧା ଅବଧାନେ। ମୁକୁନ୍ଦ ପାଦେ ତାଙ୍କ ମନ ନିଶ୍ଚଳେ ରହେ ଅନୁକ୍ଷଣ। କାମୀ ମୁମୁକ୍ଷୁ କିବା ଜ୍ଞାନୀ ହରି କୀର୍ତ୍ତନ କଲେ ପ୍ରାଣୀ। ଅଭୀଷ୍ଟ ଫଳ ତେଣେ ପାଏ ନିର୍ଭୟ ପଥେ ଚିତ ରହେ। ଯୋଗ ଅଭ୍ୟାସେ ଯୋଗୀ ଜନେ ଦୀର୍ଘେ ଜୀବନ୍ତି ଯୋଗ ଧ୍ୟାନେ। ସେ ପୁଣି କୃଷ୍ଣ ନାମ ମୁଖେ କହନ୍ତି ଏକ କୁଆରକେ। ଦିନ ବଞ୍ଚନ୍ତି କୃଷ୍ଣ ଗାଇ ଅନ୍ତରେ ତାର ପଦ ଧ୍ୟାଇ। ଯେ ହରି ନ ବୋଲେ ବଦନେ କି ପ୍ରୟୋଜନ ଯୋଗ ଧ୍ୟାନେ। କାଳ ନିର୍ଣ୍ଣୟ ନାହିଁ ତହିଁ ହେ ନୃପ ଶୁଣ ମନ ଦେଇ। ମୁହୂର୍ତ୍ତ ମାତ୍ରେ କୃଷ୍ଣ ବାଣୀ ଯେ ଶୁଣେ ଯେବା ମୁଖେ ଭଣି। ସେ ପ୍ରାଣୀ ଆତ୍ମାକୁ ଉଦ୍ଧରେ କି ଭାବ ବହୁ ସମ୍ବତ୍ସରେ। ଖଟ୍ବାଙ୍ଗ ନାମେ ରାଜା ଥିଲା ସ୍ୱର୍ଗେ ଦେବଙ୍କୁ ହିତ କଲା।
ସ୍ୱର୍ଗେ ଦେବଙ୍କୁ ହିତ କଲା ରିପୁ ସଂହାରୀ ଦେବ ପାଶେ ମିଳିଲା ଭକତି ବିଶ୍ୱାସେ ଦେବେ ବୋଇଲେ ମାଗ ବର ଶୁଣି ବୋଇଲା ନୃପବର ଆୟୁଷ ଅଛି ମୋର କେତେ ଦେବେ କହିଲେ ଶାସ୍ତ୍ର ମତେ ମୁହୂର୍ତ୍ତେ ଅଛି ତୋ ଜୀବନ ଶୁଣି ସନ୍ତୋଷ ରାଜା ମନ ତକ୍ଷଣେ ଆସି ମହିଦଳେ ଭଜିଲା ଅକିଞ୍ଚନ ମେଳେ ମୁହୂର୍ତ୍ତେ ନାମ ଉଚ୍ଚାରିଲା ଅନ୍ତେ ସେ ଗୋବିନ୍ଦେ ପଶିଲା। ଏବେ ଶପଥ ଦିନ ଯାଏ ଜୀବନ ଥିବ ତୋର ଦେହେ ଏବେ ହରିଙ୍କି ଆଶ୍ରେ କର କନେ ଶୁଣ ମୁଖେ ଉଚ୍ଚାର ଯେ ଅନ୍ତକାଳେ କୃଷ୍ଣବାଣୀ ମୁଖେ ଉଚ୍ଚାରେ କନେ ଶୁଣି ଯେତେ ବିଷୟ ଆତ୍ମା ଭେଦି ଅସଙ୍ଗ ଶସ୍ତ୍ରେ ତାହା ଛେଦି ବେଗେ ସେ ପୋଷେ କୃଷ୍ଣ ଭାବେ ଶୁଣ କହିବା ତୋତେ ଏବେ ଯେ ପ୍ରାଣୀ ଅନ୍ତକାଳ ଜାଣି ଆତ୍ମାର ହିତ ମନେ ଗୁଣି ଘରୁ ବାହାର ହୋଇବନେ ତପ ଆଚରେ ଧୀର ମନେ ସ୍ନାହାନ ସାରି ତୀର୍ଥ ଜଳେ ଆସନେ ବସିବ ନିଶ୍ଚଳେ ଏକାନ୍ତେ ଯେ ବିଧି ଆସନେ ପ୍ରଥମ ଆଶ୍ରମ ଲକ୍ଷଣେ ଅଭ୍ୟାସ କରି ଶୁଦ୍ଧ ମନେ ତୀବ୍ରୁତ ବ୍ରହ୍ମ ସୁମରଣେ ପ୍ରାଣ ପବନ ଯୋଗେ ରୁନ୍ଧି ସକଳ ଇନ୍ଦ୍ରିୟ ନିରୋଧି ବୁଦ୍ଧି ସାରଥି ଆଶ୍ରେ କରି ବିଷୟ ସମୂହ ସଂହରି କର୍ମେ ଚଞ୍ଚଳ ମନ ବଳେ ନିରପି କୃଷ୍ଣ ପାଦ ତଳେ ତାର ଶରୀର ବୟବେ ଚିନ୍ତିବ ଏକେ ଏକେ ଭାବେ ମନକୁ ନିର୍ବିଷୟ କରି ସକଳ ଚିନ୍ତା ପରିହରି ମନ ପ୍ରସନ୍ନ ଯେତେବେଳେ ଜ୍ଞାନ ପ୍ରସରେ ସୁନିଶ୍ଚଳେ ସ୍ୱଭାବେ ମନ ଦୁଷ୍ଟ ପଣେ ଆବୃତ ରଜତମ ଗୁଣେ ଏଣୁ ଧାରଣା ଆଶ୍ରେ କରି ମନର ମଳ ପହରି ଏମନ୍ତ ଯୋଗର ଧାରଣ କି ଯୋଗୀଙ୍କ ଭକତି ଲକ୍ଷଣ ଯେ ଭକ୍ତି ଧାରଣାର ବଳେ ଯୋଗ ପ୍ରାପତ ଅନ୍ତକାଳେ ଏମନ୍ତ ସୁକ ମୁଖୁ ଶୁଣି ପରୀକ୍ଷ ବୋଲେ ମନେ ଗୁଣି ରାଜା ପରୀକ୍ଷିତ ଉବାଚ ଧାରଣା ଯୋଗ ଚିତେ ଧରି ଯେମନ୍ତେ ତୋରେ ବ୍ରହ୍ମଚାରୀ ଯେମନ୍ତ ଧାରଣା ନିଶ୍ଚଳ ବେଗେ ହରଇ ମନୁ ମୋଳ ଏ ଯୋଗ ଧାରଣା ସ୍ୱଭାବ ଯେ ଶାସ୍ତ୍ର ମାର୍ଗେ ଅନୁଭବ ଗୁରୁ ବଚନେ କିବା ଜାଣି ଯୋଗ ଧାରଣା ପରିମାଣି ଯେଣେ ଅଭ୍ୟାସ ପ୍ରାଣୀ କରେ ଯେମନ୍ତେ ମନୁ ମଳ ହରେ ତା ବିଧି ବିଧାନ ଯୁକତେ ସଂକ୍ଷେପି କହ ମୋ ଗ୍ରତେ ଏମନ୍ତେ ରାଜାଙ୍କ ବଚନେ ସେ ସୁକ କହନ୍ତି ପ୍ରସନ୍ନେ ସେ ସୁକ କହନ୍ତି ପ୍ରସନ୍ନେ ସେ ସୁକ କହନ୍ତି ପ୍ରସନ୍ନେ।